ସାଙ୍ଗମାନେ ଆପଣମାନଙ୍କ ଘରେ ପ୍ରବଳ ମୂଷା ହେଉଛନ୍ତି କି? ତାକୁ ବିନା ମେଡ଼ିସିନରେ ବିନା କେମିକାଲରେ ଆମେ କେମିତି ଘରୁ ବାହାର କରିବା? ଆଉ ବର୍ଷ ବର୍ଷ ପର୍ଯ୍ୟନ୍ତ ଆପଣମାନଙ୍କ ଘରେ ମୂଷା ଆପଣମାନେ ବିଲକୁଲ ବି ଦେଖିବାକୁ ପାଇବେନି। ତା'ର ଗୋଟେ ସୁନ୍ଦର ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରୁଛି। ଆଉ ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ନିହାତି ଭାବରେ ଗୋଟେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଆପଣମାନେ କେବେ ଗୋଟେ ଡିଆସିଲି ସାହାଯ୍ୟରେ ମୂଷାକୁ କେବେ ଭଗେଇଛନ୍ତି କି? ଭଗେଇ ନାହାନ୍ତି ନା? ତ ଗୋଟେ ଡିଆସିଲି ସାହାଯ୍ୟରେ ମୁଁ କେମିତି କରୁଛି ତା'ର ଗୋଟେ ସୁନ୍ଦର ପ୍ରୋସେସ୍ ଆପଣମାନଙ୍କ ସହିତ ସେୟାର କରୁଛି। ଆଉ ଭିଡ଼ିଓଟି ବହୁତ ୟୁଜଫୁଲ୍ ହେବାର ଅଛି, ତ ଭିଡ଼ିଓକୁ ଜମାରୁ ବି ସ୍କିପ୍ କରିବେନି, ଫାଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଫୁଲ୍ ଦେଖିବେ। ତାହେଲେ ଆପଣମାନେ ଜାଣିପାରିବେ କି ଗୋଟେ ଡିଆସିଲି ସାହାଯ୍ୟରେ ମୁଁ କେମିତି ଘରୁ ମୂଷାଙ୍କୁ ବାହାର କରୁଛି। ଆଉ ମୂଷାମାନେ ଜାଣିଛନ୍ତି ଆପଣମାନେ ଘରେ ରହିଲା ମାନେ ବହୁତ ପ୍ରକାର କ୍ଷତି କରିଥାନ୍ତି। ତ ସେଥିପାଇଁ ମୁଁ ନେଉଛି ଗୋଟେ ଛୋଟ ଚାମଚରେ 1.5 ସ୍ପୁନ୍ ନେଉଛି ମୁଁ ଅଟା ନେଉଛି। ଆଉ ସେହି ଚାମଚରେ ମୁଁ ନେଉଛି ହାଫ୍ ସ୍ପୁନ୍ ନେଉଛି ଲଙ୍କାଗୁଣ୍ଡ, ଯେଉଁଟାକି ଲଙ୍କାଗୁଣ୍ଡଟା ମୋର ବହୁତ ରାଗ ଅଛି। ଯଦି ଆପଣମାନଙ୍କ ଲଙ୍କାଗୁଣ୍ଡ ରାଗ ଟିକେ କମିଯାଇଥିବ ତାହେଲେ ଗୋଟେ ଚାମଚ ଆପଣମାନେ ନେଇପାରିବେ। ତାପରେ ଡିଆସିଲିର କେମିତି କ'ଣ କରୁଛି ସେଇଟା ଆପଣମାନଙ୍କୁ ଦେଖିବାର ଅଛି, ତ ଜମାରୁ ବି ସ୍କିପ୍ କରିବେନି। ଆଉ ଯେଉଁମାନେ ନୂଆ ଥିବେ ପ୍ଲିଜ୍ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ବଟନ୍କୁ କ୍ଲିକ୍ କରିବେ, ଯାହାଫଳରେ କି ମୋ ଭିଡ଼ିଓର ନୂଆ ନୋଟିଫିକେସନ୍ ଆପଣମାନଙ୍କ ପାଖରେ ଖୁବ୍ ଜଲ୍ଦି ପହଞ୍ଚିପାରିବ। ତ ଡିଆସିଲିର ଯେଉଁ ରଞ୍ଜକଟା ଥାଏ ସେଇଟାକୁ ଆପଣମାନଙ୍କୁ ବାହାର କରିବାର ଅଛି, ତ କେୟାରଫୁଲ୍ ସେଇଟା ଆପଣମାନେ ବାହାର କରିବେ, ପିଲାମାନଙ୍କଠୁ ଟିକେ ଦୂରେଇ ରଖିବେ। ତ ଦେଖନ୍ତୁ ମୁଁ ଆକୁ ଆସ୍ତେ ଆସ୍ତେ କିଛି ରଞ୍ଜକ ଯେଉଁ ଅଛି ଆମେ ସେଇଟା ବାହାର କରୁଛି। ଆଉ ଏସବୁ ଜିନିଷ ଆପଣମାନଙ୍କ କିଚେନ୍ରେ ନିହାତି ଭାବରେ ଆଭେଲେବଲ୍ ଥିବ, ଆପଣମାନଙ୍କୁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବା ପାଇଁକା ପଡ଼ିବନି। ଦେଖନ୍ତୁ କେମିତି ମୁଁ ଏଇଟାକୁ କରୁଛି, ଆଉ ଆପଣମାନେ ଦେଖିକିରି ନିହାତି ଭାବରେ ଘର କରନ୍ତୁ। କାରଣ ମୂଷାମାନଙ୍କୁ ଯଦି ଆପଣମାନେ ନ ବାହାର କରିବେ ତାହେଲେ ସେମାନଙ୍କର ବଂଶ ବଢ଼ିଥାଏ, ଯାହାଫଳରେ କି ଆପଣମାନେ ବହୁତ ହଇରାଣ ହୁଅନ୍ତି। ଧାନ, ଚାଉଳ, ପୋଷାକ ପତ୍ର, ବହି, ଖାତା ସବୁ ସେମାନେ ଆସ୍ତେ ଆସ୍ତେ କି ନଷ୍ଟ କରିବା ଆରମ୍ଭ କରିଦିଅନ୍ତି। ତେଣୁ ତାଙ୍କୁ ଆମେ କେମିତି ଘରୁ ବାହାର କରିବା, ତ ତା'ର ଗୋଟେ ସୁନ୍ଦର ମୁଁ ଟ୍ରିକ୍ଟା ଆପଣମାନଙ୍କ ସହିତ ସେୟାର କରିବି। ତ ଦେଖନ୍ତୁ 3ଟାକ ଜିନିଷ ଆପଣମାନଙ୍କୁ ଭଲ ଭାବରେ ମିକ୍ସ କରିବାର ଅଛି, ଯାହାଫଳରେ କି ଆପଣମାନେ ତା'ର ଗୋଟେ ଭଲ ଷ୍ଟ୍ରଙ୍ଗ ସଲ୍ୟୁସନ୍ଟା ଆପଣମାନେ ପାଇପାରିବେ। ତ ଅଳ୍ପ ପାଣି ଦେବେ, ବେଶୀ ପାଣି ଦେବେନି। ପାଣି ଆପଣମାନଙ୍କ ଟିକେ କମ୍ କରି ଦେବାକୁ ପଡ଼ିବ, ତ ଅଳ୍ପ ଟିକେ ପାଣି ଦେବେ। ତ କେମିତି ପ୍ରୋସେସ୍ରେ କରିବେ ସେଇଟା ଆପଣମାନଙ୍କୁ ଆଗକୁ ଦେଖିବାର ଅଛି। ଆଉ କେଉଁ ଜାଗାମାନଙ୍କରେ ଆପଣ ଏହାକୁ ରଖିବେ ତାକୁ ମଧ୍ୟ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ମୂଷା ଗୋଟେ ଏମିତି ଜିନିଷ ଯାହାକି ଆପଣମାନେ ଦେଖିବେ, ଯଦି ଆପଣମାନଙ୍କ ଘରେ ଯଦି ବହୁତ ହେଇଯାଇଥିବେ ତ ଆପଣମାନେ କ'ଣ କରନ୍ତି ନା ମାର୍କେଟରୁ ବହୁତ ସାରା ମେଡ଼ିସିନ୍ ମିଳୁଛି, ଯାହାକି ଆପଣମାନଙ୍କୁ ମୂଷାଙ୍କୁ ମାରିବା ପାଇଁ ହେଲ୍ପ କରିଥାଏ। କିନ୍ତୁ ସେଗୁଡ଼ାକ କ'ଣ ହୁଏ ନା ଆପଣମାନେ ଯେତେବେଳେ ବି ମାରିବେ ଆପଣମାନଙ୍କ ଘରେ ସେ କେଉଁଠି ରହିଯାଇଥାନ୍ତି ଆପଣମାନେ ପାଇପାରିବେନି। ଆପଣମାନେ ଏ ପ୍ରୋସେସ୍ରେ କରନ୍ତୁ। ତ ଏମିତି ଆପଣମାନଙ୍କ ଘରେ ଆଳୁ ନିହାତି ଭାବରେ ଥିବ, ଏଇ ଆଳୁ ସାହାଯ୍ୟରେ ଆପଣମାନଙ୍କୁ ତାକୁ ରଖିବାର ଅଛି। ତ ଦେଖନ୍ତୁ ମୁଁ ଛୋଟ ଆଳୁ ନେଇଛି, ଆପଣମାନେ ଟ୍ରାଏ କରିବେ ଛୋଟ ଆଳୁ ନେବା ପାଇଁକା। ତ ଆଳୁ ନେଇକରି ଆପଣମାନେ କ'ଣ କରିବେ, 2ଟା କଟ୍ କରିନେବେ। ଦେଖନ୍ତୁ 2 ଫାଳ ହେଇଗଲା, ତା ଭିତରେ ଆପଣମାନେ ଟିକେ ହୋଲ୍ କରିନେବେ, ଯାହାଫଳରେ କି ଆପଣମାନଙ୍କ ଯେଉଁ ଆପଣମାନଙ୍କର ଏଇ ଯେଉଁ ରଖିଛନ୍ତି ସଲ୍ୟୁସନ୍ଟା ସେଇଟା ଆପଣମାନଙ୍କ ଦେବାକୁ ସୁବିଧା ହେବ। ଦେଖନ୍ତୁ ଏଇଟା ବଢ଼ିଆ ବହୁତ ଷ୍ଟ୍ରଙ୍ଗ ସଲ୍ୟୁସନ୍ଟା ଆପଣମାନଙ୍କୁ ବହୁତ ବଢ଼ିଆ ସାହାଯ୍ୟ କରିବ। ନିହାତି ଭାବରେ ଘରେ କରନ୍ତୁ, ଆଉ ଏଇଟା ବିନା ପଇସା ଖର୍ଚ୍ଚରେ ଆପଣମାନଙ୍କର ଆରାମସେ ହେଇପାରିବ। ତ ଦେଖନ୍ତୁ ତା ଦେହରେ ଆପଣମାନେ ଏମିତି ଦେବାର ଅଛି। ତ ଆରାମସେ ଆପଣମାନେ ଯେଉଁ ଜାଗାମାନଙ୍କରେ ଆପଣମାନେ ଦେଖୁଛନ୍ତି ମୂଷା ରହୁଛନ୍ତି, ତ ଯେଉଁଠି ଆପଣମାନେ ଚାଉଳ ଧାନ ରଖୁଛନ୍ତି, ବହିପତ୍ର ରଖୁଛନ୍ତି, ଗ୍ୟାସ୍ ପାଖରେ, ଏଗୁଡ଼ାକ ରାତି ହେଲା ମାନେ ବାହାରିଥାନ୍ତି। ତ ଆପଣମାନେ ନିହାତି ଭାବରେ ୟାକୁ ସେଇ ଜାଗା ଉପରେ ରଖିବେ, ଦେଖିବେ ଆପଣମାନଙ୍କ ଘରକୁ ଜମାରୁ ବି ମୂଷା ଆସିବେ ନାହିଁ। ତ ଦେଖନ୍ତୁ ଏହି ଟିପ୍ସଟି ଆପଣମାନଙ୍କ ସହିତ ସେୟାର କଲି, ବହୁତ ୟୁଜଫୁଲ୍ ଟିପ୍ସଟା। ଯଦି ଭଲ ଲାଗିବ ନିହାତି ଭାବରେ ଫ୍ରେଣ୍ଡସ୍ମାନଙ୍କ ସହିତ ସେୟାର କରିବେ। ତ ଏହି ଟିପ୍ସ ଆପଣମାନଙ୍କର ପୁରା 0 କଷ୍ଟରେ ଅଛି, ଆପଣମାନଙ୍କୁ ଗୋଟେ ପଇସା ବି ଖର୍ଚ୍ଚ କରିବା ପାଇଁକା ପଡ଼ିବନି। ତ ଯେଉଁ ଜାଗାମାନଙ୍କରେ ଆପଣମାନେ ଦେଖୁଛନ୍ତି ମୂଷା ରହୁଛନ୍ତି